କଲେ ପ୍ରଥମ ଥର ପାଇଁ ଆମେ ଦେଖିବାକୁ ମିଳିଲେ କାଲି ଯାଇଥିଲେ ମା ସମଲେଇ ଦର୍ଶନ କରିବା ପାଇଁ ଭଟଲି ଯାଇଥିଲେ ଅର୍ଥାତ୍ ଏବେ ଆପଣ ଲାଗୁଛି କି ଆଗକୁ ପଞ୍ଚାୟତ ଦେଖନ୍ତୁ କାଲିର ଯେଉଁ ଇନସିଡେଣ୍ଟ ଆପଣ ନିହାତି ଭାବେ ଜାଣିଥିବେ ଆମର ପଶ୍ଚିମ ଓଡ଼ିଶାର ଜଣେ ମାଟିର ପୁଅ ଜଣେ ଲଢ଼ୁଆ ନେତା ମୁଁ ତ କୁହେ ମୋର ଜଣେ ଆଦର୍ଶ କାରଣ ସେ ଆସିକି ମୋ ଜିଲ୍ଲା ପାଇଁ ମୋ ପାଇଁ ଯେତିକି କରିଛନ୍ତି ଆମର ସଂଗଠନ କରି ତ ନିହାତି ଭାବେ ଆମର ବହୁତ ବଡ଼ କ୍ଷତି ହେଇଛି ଖାଲି ସୁଶାନ୍ତ ସିଂଙ୍କର ଏକାଦଶ କାର୍ଯ୍ୟକ୍ରମରେ ଜଣେ ଦଳର ବହୁତ କର୍ମୀ ସବୁ ପଟୁ ଯାଇଥିଲେ ମୁଁ ଦେଖୁଥିଲି ମୁଁ ପୁରା ଫାଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ଥିଲି ପୋର ଦିନଠୁ ବି ଥିଲି ଯେଉଁଦିନ ତାଙ୍କର ଅନ୍ତିମ ସଂସ୍କାର ହେଲା ସେଦିନ ବି ମୁଁ ଥିଲି ଆମ ଖାଲି ଓଡ଼ିଶା ରାଜ୍ୟ ନୁହଁ ଛତିଶଗଡ଼ରୁ ବି ବହୁତ ତାଙ୍କର ଫ୍ୟାନ୍ ଆସିଥିଲେ ତେଣୁ ଜଣେ ଦଳର ସୁଜାତା ରାଉତ ଯେତେବେଳେ ହେଇସାରିଲେଣି ଜଣେ ଦଳର କର୍ମୀ ଜଣେ ବିଜେଡିର ସଦସ୍ୟ ତେଣୁ ସେ ଯିବାଟା କିଛି ଭୁଲ ନୁହଁ ଯାଇଥିଲେ ଆଉ ଆମେ ଯେତେବେଳେ ପଶ୍ଚିମ ଓଡ଼ିଶାବାସୀ ଆସୁ ଭୁବନେଶ୍ୱର ଆସୁ ବିଭିନ୍ନ କାର୍ଯ୍ୟକ୍ରମରେ ଆମେ ନିହାତି ଭାବେ ପୁରୀ ଦର୍ଶନ କରିଯାଉ ତେଣୁ ଏପଟୁ ସେ ଯାଇଥିଲେ ନିହାତି ଭାବେ ମା ସମଲେଶ୍ୱରୀଙ୍କର ଦର୍ଶନ କରିବେ ଆମର ଚିପଲିମାରେ ଅଛି ଘଣ୍ଟେଶ୍ୱରୀଙ୍କର ଦର୍ଶନ କରିବେ ଚିରାଚରିତ ପ୍ରଥା ସେଟା ଆଗରୁ ହେଇ ଆସିଛି ସେଠାରେ କୌଣସି ରାଜନୀତି କରିବା କୌଣସି ରହିଲେ ଲୋକଙ୍କ ସହିତ ମିଶିଲେ ବ୍ଲଡ କ୍ୟାମ୍ପ ହେଉଥିଲା ବ୍ଲଡ କ୍ୟାମ୍ପରେ ଯାଇ ଯେଉଁ ଡୋନର ମାନେ ଥିଲେ ତାଙ୍କ ସହିତ ଫଟୋ ଉଠେଇଲେ ଯାଇକିରି ସାଧାରଣ ଲୋକମାନଙ୍କ ସହିତ ବସିକି ଯେଉଁ ଏକାଦଶ ଯେଉଁ ଦିଆଯାଏ ସହିତ ମିଶିକିରି ଆସିଲେ ସେ କାଲିର ପ୍ରୋଗ୍ରାମ ପଞ୍ଚାୟତ ରିଲେସନ ର କୌଣସି ସମ୍ପର୍କ ନାହିଁ କାଲି ସେଥିରେ ଯୋଗ ଦେବା ଲାଗି ସବୁ ପଟୁ ଆସିଥିଲେ ସେ ମଧ୍ୟ ଯାଇଥିଲେ ଆଉ ବି ସଞ୍ଜୟ ଦାସ ବର୍ମା ଯାଇଥିଲେ ଦେବୀ ମିଶ୍ର ଯାଇଥିଲେ ବିଭିନ୍ନ ନେତୃମଣ୍ଡଳୀ ଯାଇଥିଲେ କର୍ମୀ ଆପଣ ସେଠି ଯେଉଁମାନେ ଥିଲେ ଆପଣଙ୍କ ପ୍ରତିନିଧି ପଚାରିବେ 4 ବଜେ ମୁଁ ବାହାରିକିରି ଆସିଲି ସେତେବେଳେ ବି ଲୋକ ଯାଉଥାନ୍ତି ତେଣୁ ସେଟା ଗୋଟେ କୌଣସି ଦଳୀୟ କାର୍ଯ୍ୟକ୍ରମ ନଥିଲା ସୁଶାନ୍ତ ସିଂଙ୍କ ପ୍ରତି ସମସ୍ତଙ୍କର ଭଲ ପାଇବା ଥିଲା ପଶ୍ଚିମ ସମସ୍ତ ଜିଲ୍ଲାରୁ ଆମର ସୁନ୍ଦରଗଡ଼ କେଉଁଝର ଦେବଗଡ଼ ସମ୍ବଲପୁର ସବୁ ଜିଲ୍ଲାରୁ କର୍ମୀ ମାନେ ଯାଇଥିଲେ ମାନେ ଏମିତି ଯେ ନାହିଁ ଯେ ଯାହା ପାଖରେ କାର୍ଡ ପହଞ୍ଚିଥିଲା ସେମାନେ ଯାଇଥିଲେ ଖାଲି ଖବର ପାଇକି ବି ତାଙ୍କର ଶେଷ ଯେଉଁ କାର୍ଯ୍ୟକ୍ରମରେ ଆଜି ଏକାଦଶ ଗୋଟେ କୁହାଯାଏ ଜଣଙ୍କର କାର୍ଯ୍ୟକ୍ରମ ସେଠାରେ ଯୋଗ ଦେବା ପାଇଁ ଅଗଣିତ ଶୁଭେଚ୍ଛୁ ତାଙ୍କର ଫ୍ୟାନ୍ ସମସ୍ତେ